ଯେଉଁମାନେ ଧୈର୍ଯ୍ୟହରା ହୋଇ ଜୀବନ ହାରୁଛନ୍ତି ସେଇମାନଙ୍କ ଉଦ୍ଦେଶ୍ୟରେ ମୋର ପଦେ। ଜୀବନ ହାରିବା ପୂର୍ବରୁ ଥରେ ସଂସାରକୁ ଆଣିଥିବା ସେହି ବାପ ମା ଦୁଇଟି କଥା ଚିନ୍ତା କର, ପରିବାର କଥା ଚିନ୍ତା କର। ଯେଉଁମାନେ ତୁମକୁ ଲାଳନ ପାଳନ କରିଛନ୍ତି, ଏ ଦୁନିଆକୁ ଆଣିଛନ୍ତି, କଷ୍ଟ ସହି ତୁମକୁ ପାଠ ପଢ଼ାଇଛନ୍ତି, ଲାଳନ ପାଳନ କରିଛନ୍ତି, ସ୍ୱପ୍ନ ଦେଖିଛନ୍ତି ତୁମକୁ ନେଇ। ତୁମେ ତ ସ୍ୱାର୍ଥପର ହେଇ ଏ ଆତ୍ମହତ୍ୟା କରି ଦୁନିଆ ଛାଡ଼ି ଚାଲିଯିବ, କିନ୍ତୁ ତାଙ୍କର ଅବସ୍ଥା କ'ଣ ହେବ ଟିକେ ଚିନ୍ତା କରିଛ ତ? 100 ଥର ଚିନ୍ତା କରି ପଦକ୍ଷେପ ନିଅ।